ମୋ ଦେହ ଜମା ଭଲ ନାହିଁ, ଅଣ୍ଟାଟା ଏମିତି ବିନ୍ଧୁଛି। ମେଡ଼ିସିନ ଖାଇକି ଆସିକିନା ଏଇନା ଆସୁଛି ଟିକେ ରୋଷେଇ କରିବାକୁ। ଆଉ ଆଜି ଅଣ୍ଡା ଆଳୁ ସିଝେଇ ଦେଇଥିଲି, ଅଣ୍ଡା ଆଳୁଟାକୁ ପ୍ରେସର କୁକରରେ ସିଝେଇଦେଲି। ମୁଁ କହିଲି ପ୍ରେସର କୁକରରେ ସିଝିଗଲେ ଜଲ୍ଦି ହେଇଯିବ। ଆଉ ତାକୁ ସିଝେଇକିନା ଏଇନା ଭାଜି ଭୁଜି ସବୁ କାଢ଼ି ଦେଇଛି। ମସଲାଟା କଷି ହେଇଗଲା ପରେ କେମିତି ତରକାରୀଟା କରିଦେଇକିନା ରେଡ଼ି ହେଇଗଲେ, ଆଉ ତରକାରୀଟା ନ କଲି ବାଡ଼େ ସେ ଆସିକି ଖାଇବେ। ମେଡ଼ିସିନ ମୋତେ ସକାଳେ ଦେଇ ଗଲେ। ମୋ ଦେହ ବହୁତ ଖରାପ ଲାଗୁଥିଲା। ମୁଁ କହିଲି ନା, ଯାହା ବି ହେଲେ କାମ ତ କରିବାକୁ ପଡ଼ିବ, ଆଉ କିଏ କରିବ। ଏଠି ତରକାରୀଟା ମୋର ରେଡ଼ି ହେଇଗଲାଣି। ଅଣ୍ଡା ଆଳୁ ଖାଲି ଭାଜିକି ରଖିଦେଲି, ପକେଇଦେଲି ତରକାରୀଟା ଟିକେ। ଆଉ ମସଲା ଟିକେ କଷି ହେଇଗଲା ପରେ ପୁରା ତେଲ ମସଲା କମ୍, ଆଜି ଅଳ୍ପ ପୁରା ତେଲ ମସଲା ଦେଇଛି। ଦେହଟା ଏମିତିରେ ଭଲ ଲାଗୁନି, ଆଡ଼େ ସେ ତେଲ ମସଲା ବି ଖାଇବାକୁ ଏତେ ଇଚ୍ଛା ହେଉନି। ଏଠି ମୋର ଅଣ୍ଡା ଆଳୁ ଝୋଳ ରେଡ଼ି ହେଇଗଲା। ଖାଲି ଟିକେ ଭଲସେ ଫୁଟି କଲେ ତାକୁ ଓହ୍ଲେଇ ଦେବି। 5-10 ମିନିଟ୍ ଯାଉ। ଏଠି ତାର ଖରାରେ ଯାଇକିନା ତଳେ ଖେଳୁଛି। ତା ସାଙ୍ଗ କିଏ ପଳେଇ ଆଇଲା, କ୍ରିକେଟ ଖେଳିବାକୁ ତଳକୁ ପଳେଇ ଯାଇଛି। ମୁଁ କହୁଛି ଯା ଖେଳିକି 5-10 ମିନିଟ୍ ଆ, ମୋ ତରକାରୀ ହେଇଗଲେ ତାକୁ ଡାକିବି ଆଉ ଖୋଇଦେବି। ଏଠି ମୋ ତରକାରୀଟା ପୁରା ରେଡ଼ି ହେଇଯାଇଛି। ତାକୁ ଟିକେ ଯାଇକି ଖୋଇଦିଏ। କେଉଁ ଦିନରୁ ଭାତ ଗୁଣ୍ଡାଏ ଖାଉନି। ମୁଁ ଚାଲ ତତେ ଆଜି ଖୋଇଦିଏ। ଭାତ ତାକୁ ଟିକେ ଛିଡ଼ା ଖୋଇଦେଲି। ମୁଁ ବସି ପାରୁନି, ମାନେ ଏତେ ଅଣ୍ଟା ବିନ୍ଧୁଛି, ମୁଁ ଆଉ ଠିଆ ହେଲେ ବସି ପାରୁନି। ତାକୁ ଖୋଇ ଦେଉଛି ଏଠି। ଗୁଣ୍ଡାଏ ଭାତ ଆଜି ଆଣିଛି, ଯାହା ବି ହେଲେ ଖା। ଆଉ ଲାଇକ୍ ସେୟାର କମେଣ୍ଟ କରିବା ବିଲକୁଲ ଭୁଲି